ନା ଜୟ ଜଗନ୍ନାଥ ଜୟ ଜଗନ୍ନାଥ। ଚତୁର୍ଦଶ ଅଧ୍ୟାୟ। ଚଉଦେ ନାନାଦି ଅରିଷ୍ଟି ଦକ୍ଷିଣ ବ୍ୟାକୁଳ ଯୁଧିଷ୍ଠି। ଅର୍ଜୁନ ମୁଖରୁ ଶୁଣିଲେ ଶ୍ରୀକୃଷ୍ଣ ଲୀଳା ସମ୍ବରିଲେ ସୁତବାଚ। ଅର୍ଜୁନ ରାଜାର ବଚନେ କଲା ଯେ ଦ୍ୱାରକା ଭୁବନେ। ବନ୍ଧୁ ବାନ୍ଧବ ତୋଷ ଆସେ ସ୍ନେହ ଜଡ଼ିତ ମୋହ ପାଶେ। ମାୟା ମନୁଷ୍ୟ ରୂପେ ହରି ଛଦ୍ରମେ ଗୃହ ବାସ କରି। ସଂସାର ଯାର ଖେଳ ଘର ବ୍ରହ୍ମା ଶଙ୍କରେ ଅଗୋଚର। ବିଚାର ତାର ଜାଣିବାରେ ମିଳିଲେ ଦ୍ୱାରକା ନଗରେ। କେତେ ମାସ ତହିଁ ରହି କୃଷ୍ଣର ପାଦେ ଚିତ ଦେଇ। ହେମନ୍ତେ ଗଲା ଦିନାକାତେ ଚଞ୍ଚଳ ଯୁଧିଷ୍ଠିର ଚିତେ। ଅର୍ଜୁନ ନ ମିଳିଲା ପାଶେ ଘୋର ଅଦ୍ଭୁତ ଦେଖେ ତ୍ରାସେ। କାଳର ଗତି ବିପରୀତ ଅଧର୍ମେ ପ୍ରାଣୀଙ୍କର ଚିତ। ପାପ ଆଚାର କଲେ ଦମ୍ଭେ ଯନ୍ତ୍ରିତ କାମ କ୍ରୋଧ ଲୋଭେ। ମିତ୍ର ସୁହୃଦ ଶଠମତି ପିତା ମାତା ଯେ ଜ୍ଞାତା ଭ୍ରାତି। ସ୍ୱାମୀ ଭାରିଜା ପୁତ୍ର ମେଳେ ରାତ୍ର ଦିବସ କଳି କଲେ। ନିରତେ ଅରିଷ୍ଟ ସୂଚକ ପ୍ରକାଶ ହୋଇଲା ଅନେକ। ପାପ ପ୍ରକୃତି ପ୍ରାଣୀଙ୍କର ଦେଖି ଚକିତ ନୃପବର। ଭୀମସେନ କୁରାଇ ପାଶେ କହନ୍ତି ଆପଣା ବିଶ୍ୱାସେ। ଯୁଧିଷ୍ଠିର ଉବାଚ ଅର୍ଜୁନ ଦ୍ୱାରକା ଭୁବନେ ଗଲା ବାନ୍ଧବ ଦର୍ଶନେ। କୃଷ୍ଣ ମହିମା ସଂଜ୍ଞା ଜାଣିବା ପାଇଁ ନାନା ରଙ୍ଗେ। ଏବେ ଶପଥ ମାସ ଗଲା କେବେ ଅର୍ଜୁନ ନଇଲା। କେବା କେବଳ ବିପରୀତ ତେଣୁ ଚଞ୍ଚଳ ମୋର ଚିତ। କିଏ ତୁ ମୋର ପାଶ ଛାଡ଼ି ଅର୍ଜୁନ ରହେ ଲୋଭେ ବଢ଼ି। ଏହା ତ ଜାଣି ନ ପାରଇ ଭୟେ ବ୍ୟାକୁଳ ମୋର ଦେଇ। ନାରଦ କହି ଗଲେ ମୋତେ ସେ କାଳ ହେଲା ପ୍ରାପତେ। କ୍ରୀଡ଼ାର ଶରୀର ଉଚ୍ଛନ୍ନ କି ବାଇଥିଲେ ଭଗବାନ। ସେ ହରି ସ୍ନେହେ ଅପ୍ରମାଦେ ମୁଁ ଯେ ବସିଲି ରାଜପଦେ। ଦାରା ସମ୍ପଦ ପ୍ରାଣ ମୋର ସର୍ବମଙ୍ଗଳ ଦାମୋଦର। ସକଳ ରାଜା ମୋର ପାଦେ ଖଟନ୍ତି ଯାହାର ପ୍ରମାଦେ। ତାହାର ଭଲେ ଭଲ ମୋର ସେ ହରି ଶରଣ ସୋଦର। ଦେଖ ପ୍ରତ୍ୟକ୍ଷେ ବୃକୋଦର ଦିଶେ ଆକାଶ ଅନ୍ଧକାର। ବିବିଧ ଉତ୍ପାତ ଗଗନେ ତେଣୁ ସଂଶୟ ମୋର ମନେ। ଭୂମି ଆକାଶ ପ୍ରାଣୀ ମନ ବଏ କମ୍ପନ୍ତି ଛନ ଛନ। ମୋହର ମନ ବୁଦ୍ଧି ଚିତେ କମ୍ପେ କଦଳୀ ଯେନେ ବାତେ। ଅରିଷ୍ଟ ସୂଚକ ସ୍ୱଭାବ ଏ ଯେ ନିକଟେ ଦୁଃଖ ଦେବ। ଉରୁଲୋଚନ ବାହୁମାନ ବାମ ମୋ ସ୍ଫୁରେ ଘନ ଘନ। ଭୟେ କମ୍ପଇ ମୋ ଶରୀର ଦେଖ ପ୍ରତ୍ୟକ୍ଷେ ବୃକୋଦର।
ସୁନ୍ଦର ରବି ଉଦୟ କାଳେ ଆସି ଶୃଗାଳ ଜୁତେ ଜୁତେ ବସି ପୂର୍ବ ଦିଗକୁ ମୁଖ କରି ବଦନୁ ଅନଳ ଉଦ୍ଗାରି କରନ୍ତି ଭୟଙ୍କର ନାଦ ସେ ସୂଚକ ପରମାଦ କୁକୁର ମୋର ମୁଖ ଚାହିଁ ନିର୍ଭୟ ରୋଦନ କରଇ ଶୃଗାଳେ ମୋର ବାମ ଭାଗେ ବେଗେ ପଳାନ୍ତି ଦକ୍ଷ ମାର୍ଗେ ହାବର ଶୁଭ ପଶୁ ଯେତେ ମୋତେ ଭଜନ୍ତି ବିପରୀତେ ଏ ମୋର ଗଜ ଅଶ୍ଵ ଯେତେ ମୋତେ ଚାହାନ୍ତି ଅଶ୍ରୁ ନେତ୍ରେ ଯମର ଦୂତ ପ୍ରାୟ ଆସି ବଲୁକ ମୋର ଆଗେ ବସି ଶବଦେ କମ୍ପାଏ ମେଦିନୀ ମୋର ଚାହାନ୍ତେ ନୁହେଁ ତୁନି ପ୍ରତି ଉଲୁକ ମୁଖ ରାବେ ରାବଇ ଭୟଙ୍କର ଭାବେ ଏହାଙ୍କର ବେ ଶୂନ୍ୟମୟୀ ପ୍ରଜାଏ ନ ରହିବେ କେହି ଦେଖ ଏ ଧୂମ ଦଶ ଦିଶେ ଅନ୍ଧାର ପ୍ରାୟ ମୋହି ଦିଶେ ପର୍ବତ ତୁଲେ ବସୁନ୍ଦରୀ କମ୍ପଇ ଘର ନାଦ କରି ନିର୍ଗମେ ନିର୍ଗାତ ଶୁଭଇ ବିଜୁଳି ତେଜ ଝଟକଇ ବାୟୁ ବହଇ ଖରତର ଧୂଳିରେ ଦିଗ ଅନ୍ଧକାର ରୁଧିର ବରସନ୍ତି ମେଘେ ଆମିଷ ଗନ୍ଧ ସର୍ବଦିଗେ ସୂର୍ଯ୍ୟର ତେହେ ନାହିଁ ତେଜ ଦେଖ କାଶେ ଗ୍ରହ ଯୁଦ୍ଧ ଦିଗେ ଦିଶନ୍ତି ଭୂତ ଗଣେ ଯେନେ ପୂରିତ ଅଗ୍ନି ବାଣେ କ୍ଷିଭୂତ ଦିଶେ ନଦୀ ନଦ କରନ୍ତି ସିନ୍ଧୁ ପ୍ରାୟ ନାଦ ଜନ୍ତୁଙ୍କ ମନ ସେଇ ମତେ ଅଦ୍ଭୁତ ପୁରିଲା ଜଗତେ ଅନଳ ଲିଭେ ଘୃତ ଧାରେ କାଳ କି ପ୍ରବେଶ ସଂସାରେ ବତ୍ସାନ କରେ କ୍ଷୀର ପାନ ଗାଈ ନ କରେ କ୍ଷୀର ଦାନ ତୃଣ ନ ଚରି ଅଶ୍ରୁ ମୁଖେ ବୃଷଭ ଗୋଷ୍ଠେ ରହେ ଦୁଃଖେ ହରସେ ନ କରଇ ନାଦ ଦେଖି ଅଦ୍ଭୁତ ପରମାଦ ଦେବତା ପ୍ରତିମା ଚଞ୍ଚଳେ ରୋଦନ୍ତି ତନୁ ଘର୍ମ ଜଳେ ଏ ଜନପଦ ଗ୍ରାମ ମାନ ନଗର ଆବର ଉଦ୍ୟାନ ବନ ଆଶ୍ରମ ଯେତେ ଜନେ ମୁହିଁ ଯା ଦେଖଇ ନୟନେ ସର୍ବଦିଶନ୍ତି ହତ ଶିରି ଚଳ ଚଞ୍ଚଳ ବନଗିରି ବାହ୍ୟ ଅନ୍ତର ସର୍ବ ଚାହିଁ ମୁହିଁ ଏମନ୍ତ ବିଚାରଇ ଶ୍ରୀକୃଷ୍ଣ ପାଦ ଲାଗି ମୋହି ଅତି ସୁନ୍ଦର ବିରାଜଇ ସେ ପାଦ କିବା ଶୂନ୍ୟ ଗଲା ଅବନି ଏମନ୍ତ ଦିଶିଲା ସୁତ ଉବାଚ ଏମନ୍ତେ କହୁ ଭୀମ ଆଗେ ଧର୍ମନ ଦନ ଉଦବେଗେ ଭୟେକ ପନ୍ତି ଛନ ଛନ ତକ୍ଷଣେ ମିଳିଲା ଅର୍ଜୁନ ରାଜା ଚରଣ ତଳେ ପଡ଼ି ଅଜ୍ଞାନେ ନମସ୍କାର ହୁଡ଼ି ଲୋଚନୁ ବହେ ଅଶ୍ରୁ ଜଳ ଦେହ ବ୍ୟାପିଛି ଶ୍ରମ ଜାଳ ଅର୍ଜୁନ ଦେଖି ଧର୍ମସୂତ ତକ୍ଷଣେ ଛାଡ଼ି ଭୀମ ହସ୍ତ ନିସ୍ତେଜ ଦେଖି ତାର ଗାତ୍ର ବ୍ୟାକୁଳେ ହୃଦୟ କମ୍ପିତ ବନ୍ଧୁ ସୁହୃଦ ମଧ୍ୟ ଥାଇ ପୁଛନ୍ତି ଅର୍ଜୁନକୁ ଚାହିଁ
ନାରଦ ବଚନ ସୁମରି ଅନ୍ତରେ ଚିନ୍ତେ ନର ହରି। ଅର୍ଜୁନ ମୁଖ ଚାହିଁ ଭଣି ଛନ୍ନ ବଦନେ ନୃପମଣି। ଯୁଧିଷ୍ଠିର ଉବାଚ ଶୁଣ ଅର୍ଜୁନ ସାବଧାନେ ଦ୍ୱାରକାପୁରେ ବନ୍ଧୁଜନେ ସୁଖେ ଅଛନ୍ତି ନା ସମସ୍ତେ ଯାଦବ ବଂଶେ ଯେ ଶପତେ। ସୁର ମୋହର ମାତା ମୋହ ସେ ଭଲେ ଅଛନ୍ତି କି କହ। ମାତୁଳ କ୍ରୂରର ତୁଲେ ସ୍ୱଗୃହେ ଅଛନ୍ତି ନା ଭଲେ। ଦେବକୀ ଆଦି ନାରୀ ଯେତେ ସୁଖେ ଅଛନ୍ତି ନା ସମସ୍ତେ। ଦେବକ ଉଗ୍ର ସେନ ଦୁଇ ଭଲେ କିଛନ୍ତି ବେନି ଭାଇ। ଜୟନ୍ତ ଗଦ ସେ ସାରଣ ଏ ଆଦି ମାତୁଳ ନନ୍ଦନ। ଶାମ୍ବ ସ୍ୱାତକୀ ହଳଧର କହ କୁଶଳ ତାଙ୍କର। ଯାଦବ ବଂଶେ ମହାରଥ ପ୍ରଦ୍ୟୁମ୍ନ ରୁକ୍ମଣୀର ସୁତ। ତାର କୁମର ନିରୁଦ୍ଧ ଅତି ଗମ୍ଭୀର ମହାଯୋଦ୍ଧ। ସୁଷେଣ ସୁମିତ୍ର ସହିତେ ବୋଲେ କିଛନ୍ତି କୃଷ୍ଣ ସୁତେ। ଋଷଭ ଆଦି ମହାବୀରେ ସୁଖେ କି ଅଛନ୍ତି ନଗରେ। ଗୋବିନ୍ଦ ଅନୁଚର ଯେତେ ସୁଖେ ଅଛନ୍ତି ନା ସମସ୍ତେ। ସୁନନ୍ଦ ନନ୍ଦ ଆଦି ଯେତେ ଉଦ୍ଧବ ମନ୍ତ୍ରୀ ସହିତେ। ରାମ ଗୋବିନ୍ଦ ଭୁଜାଶ୍ରିତେ ସର୍ବେ ଅଛନ୍ତି ଟିକି ସୁସ୍ଥେ। ନିଶ୍ଚିନ୍ତ ଭୁବନେ ଅଛନ୍ତି ଆମ୍ଭ କୁଶଳ ପଚାରନ୍ତି। କରୁଣା ସିନ୍ଧୁ ନନ୍ଦ ବାଳ ବ୍ରାହ୍ମଣ୍ୟ ଭକତ ବତ୍ସଳ। ବନ୍ଧୁ ବାନ୍ଧବ ତୁଲେ ବସି ସୁଧର୍ମା ମଧ୍ୟେ ବ୍ରହ୍ମରାଶି। ଲୋକ ମଙ୍ଗଳ କ୍ଷମ ଅର୍ଥେ ଯାହାର ଜନ୍ମ ଏ ଜଗତେ। ସେ ହରି ଅଛନ୍ତି ନା ଭଲେ ରୋହିଣୀ ସୁତ ରାମ ତୁଲେ। ଯାହାର ଭୁଜ ଆଶ୍ରା କରି ଯାଦବେ ବିଷ୍ଣୁ ତେଜ ଧରି। ମହାପୁରୁଷ ଯୋଗ ବନ୍ଦେ କ୍ରୀଡ଼ନ୍ତି ପରମ ଆନନ୍ଦେ। ଯାର ଚରଣେ ସେବା କରି 16,000 କୃଷ୍ଣ ନାରୀ। ସତ୍ୟାର ଛଳେ ଇନ୍ଦ୍ରଜିଣୀ ନନ୍ଦନ ବନୁ ଚକ୍ରବାଣୀ। ଲୀଳାରେ ଜିଣି ସଚିନାଥ ବଳେ ଉପାଡ଼ି ପାରିଜାତ। ଯାହା ବିଳ ସେ ଇନ୍ଦ୍ର ନାରୀ ସେ ପୁଷ୍ପ ବିଷ୍ଣୁ ତେଜେ ହରି। ସହସ୍ରେ ଶାଖା ପରିମାଣି ନାରୀ କି ଦେଲେ ଚକ୍ରବାଣୀ। ଯାହାର ଭୁଜ ଦଣ୍ଡ ବଳେ ଯଦୁ ପ୍ରବୀରେ ମହି ତଳେ। ନିର୍ଭୟେ ଜଗତେ ଭ୍ରମନ୍ତି ପାଦେ ସୁଧର୍ମା ଆକ୍ରମନ୍ତି। ହେ ଭ୍ରାତ ଶୁଣ ମହାଭୁଜ ତୁ ମୋତେ ଦିଶୁ ହତବୀର୍ଯ୍ୟ। ଲଭିଲା ବସ୍ତୁ କେଣେ ଗଲା ତୋତେ ଅବଜ୍ଞା କେବା କଲା। ଚିତ୍ତ ପ୍ରବାସେ ଦୁଃଖ ଚିନ୍ତା ତେଣୁ ବା ଦିଶୁ ମଳିନତା। କେବା ଭର୍ତ୍ସନା ଅମଙ୍ଗଳେ ତାପେ ଦଂଶିଲା ବାକ୍ୟ ବଳେ। ଅର୍ଥି ପ୍ରାଣୀକୁ ଦେବା କଲୁ ମାଗନ୍ତେ କିୟ ବା ନ ଦେଲୁ। ବୃଦ୍ଧ ବ୍ରାହ୍ମଣ ନିରିମାଖି ଶ୍ରୀ ବାଳକ ଗୋରୁ ଦୁଃଖୀ। ରୋଗେ ପୀଡ଼ିତେ ଯେ ରୋଧନ୍ତି ଯେହୋବା ଶରଣ ପଶନ୍ତି। ଏହାଙ୍କୁ ଦୟାବାନ କଲୁ ତେଣୁ ତୁ ଅଶୁଭ ଦିଶିଲୁ।
অগম্যা কলু বাগমন কিবা হরিলু স্ত্রী জনম মার্গ আসন্তে তু চঞ্চলে কেবা জিଣିଲା তোতে বଳେ ବାଳକ ବୃଦ୍ଧ ନ ଭୁଞ୍ଜାଇ ଅଗ୍ରେ ଭୁଞ୍ଜିଲୁ ଅବା ତୁହି କିବା ନିନ୍ଦିତ କର୍ମ କଲୁ ତେଣୁ ତୁ ଏମନ୍ତ ଦିଶିଲୁ କିବା ତୋ ଜୀବନ ଠାକୁର ଗୋବିନ୍ଦ ହୋଇଲେ ଅନ୍ତର ତାହା ବିନେ ଶୂନ୍ୟ ତୁହି ଏମନ୍ତ ପ୍ରାୟ ମୁଁ ମଣଇ ତୋ ମନେ ଦୁଃଖ ଏହା ବିନେ କେବେ ନ ଘଟି ମୁଁ ମନେ ହରିଚରିତ ସୁଧାବାଣୀ ଶୁଣି ସାରୁ ତୋର ପ୍ରାଣୀ କହଇ ବିପ୍ର ଜଗନ୍ନାଥ ପ୍ରଥମ ସ୍କନ୍ଦେ ଭାଗବତ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣେ ପରମହଂସ୍ୟାଂ ସଂହିତାୟାଂ ପ୍ରଥମ ସ୍କନ୍ଦେ ଯୁଧିଷ୍ଠିରୋ ବିତର୍କ ନାମ ଚତୁର୍ଦ୍ଦଶ ଅଧ୍ୟାୟ। ଆସନ୍ତାକାଲି ପଞ୍ଚଦଶ ଅଧ୍ୟାୟ। ଭୀମସ୍ୟାପି ରଣେ ଭଙ୍ଗୋ ମୁନେରେପି ମତି ଭ୍ରମ ଯଦି ଶୁଦ୍ଧମଶୁଦ୍ଧବାଂ ମମ ଦୋଷ ନ